ମୁଁ ସମସ୍ତଙ୍କୁ କହେ ଯଦି ଏଥିରେ ଗୋଟିଏ ବି ଭୁଲ ବାହାର କରିପାରିବ ତାହେଲେ ମୁଁ କ୍ଷମା ମାଗି ନେବି ଯେ ଗୋଟେ ମିଛରେ ଲେଖିଛି ଯଦି ଦଳୀୟ ଟିକେଟରେ ଏମଏଲଏ ହେଲି କିନ୍ତୁ ମୋତେ ଟଙ୍କା ପଇସାର ମାନେ ଟଙ୍କାଟିର ଗୁରୁତ୍ୱ ଦେଲେ ନାହିଁ। ବଦଳୁଛି ସମୟ, ବଦଳୁଛି ରାଜନୀତି। ସାରା ରାଜ୍ୟ ଏବଂ ଦେଶ ସାରା ଏବେ ଚାଲିଛି ନିର୍ବାଚନୀ ଋତୁ। এই নির্বাচন ঋতুরে অনেক রাজনেতা আসুচ্ছন্তি এবং যাউছন্তি বিভিন্ন দলরে বিভিন্ন দল পরিবর্তন করছন্তি। ওড়িশার মধ্যে সেମିତି কিছু রাজনেতা অছন্তি যে কি লোকଙ୍କ স্বার্থ পাই এবং দল পাই দল বদল করছন্তি। এর মধ্যে আমি অছু ভুবনেশ্বর জয়দেব নির্বাচন মণ্ডলীর যে কি বিধায়ক অছন্তি বর্তমান সুদ্ধা এবে সে বিজেডি ছাড়ি বিজেপি মিশিଛନ୍ତି। লোকଙ୍କ স্বার্থ পাই মিশিଛନ୍ତି, জনতাଙ୍କ সেবা পাই মিশিଛନ୍ତି ବୋଲି ସେ କୁହନ୍ତି। ଆସନ୍ତୁ ପଚାରି ବୁଝିବା ସିଧାସଳଖ ତାଙ୍କର କ'ଣ ରହିଛି ଆଭିମୁଖ୍ୟ ଏବଂ ଜୟଦେବ ଜନତାଙ୍କ ପାଇଁ ସେ କ'ଣ କରିବା ପାଇଁ ଚାହୁଁଛନ୍ତି। ନମସ୍କାର ସାର୍, ଆମ କାର୍ଯ୍ୟକ୍ରମ ସ୍ୱାଗତ। ନମସ୍କାର। ଜୟଦେବ ନିର୍ବାଚନ ମଣ୍ଡଳୀରେ ଆପଣ କୋଉ ଥରେ ନିର୍ବାଚନ ଲଢୁଛନ୍ତି, କ'ଣ କହିବେ ଲୋକଙ୍କ ପାଇଁ? ମୁଁ ଭାରତୀୟ ଜନତା ପାର୍ଟିରେ ପ୍ରଥମେ ଥିଲି, 4 ଥର ନିର୍ବାଚନ ଲଢ଼ିଲି, ଜିତିଲି, ମନ୍ତ୍ରୀ ହେଇଥିଲି। ତାପରେ ବିଜୁ ଜନତା ଦଳରେ ଆସିଲି, କାରଣ ଯେହେତୁ ମୋର ସିଟ୍ ମାଲକାନଗିରି ଆଦିବାସୀ ହେଇଗଲା, ମୋର ଛିଡ଼ା ହେବାର ସ୍କୋପ୍ ନଥିଲା। ସେଥିପାଇଁ ମୁଁ ଜୟଦେବରେ ବିଜୁ ଜନତା ଦଳରୁ ଛିଡ଼ା ହେଇଥିଲି ଏବଂ ଛିଡ଼ା ହେବା ପରେ 2 ଥର ବିଧାୟକ ହେଲି। ବିଧାୟକ ହେଲା ଭିତରେ ମୁଁ ଯେତେ କାମ କରିଛି ଦୁଇ ଥର, ଯାହାକି 60 ବର୍ଷରେ ହେଇନଥିଲା, ତା ରିପୋର୍ଟ କାର୍ଡ଼ ତିଆରି କରିକିରି ଜନସାଧାରଣଙ୍କୁ ବାଣ୍ଟି ଦେଇଛି ଯେ ମୁଁ କେତେ କାମ କରିଛି। ଏବଂ ମୁଁ ସମସ୍ତଙ୍କୁ କହେ ଯଦି ଏଥିରେ ଗୋଟିଏ ବି ଭୁଲ ବାହାର କରିପାରିବ ତାହେଲେ ମୁଁ କ୍ଷମା ମାଗି ନେବି ଯେ ଗୋଟେ ମିଛରେ ଲେଖିଛି ଯଦି ଆପଣମାନେ ପଢ଼ନ୍ତୁ, ଦେଖନ୍ତୁ, ସମସ୍ତ ଅନୁରୋଧ କରିଛି। କାରଣ ମୁଁ ପୁଣି କାହିଁକି ପ୍ରତ୍ୟାବର୍ତ୍ତନ କଲି, ଘର ବାହୁଡ଼ା କଲି, ବିଜୁ ଜନତା ଦଳରେ ମୁଁ ଅଣନିଶ୍ୱାସୀ ହେଇଗଲି। ଏ ଗତ 5 ବର୍ଷରେ ମୋତେ କୌଣସିଥିରେ କାମ କରିବାର ସୁଯୋଗ ଦେଲେ ନାହିଁ। ଯେଉଁମାନେ ସ୍ୱାଧୀନ ଭାବରେ ଅଟୋ ଚିହ୍ନରେ ଲଢ଼ିଥିଲା, ଦଳ ତାକୁ ପ୍ରାଧାନ୍ୟ ଦେଲେ, ଦଳ ତାଙ୍କୁ ସଂଗଠନକୁ ଦାୟିତ୍ୱ ଦେଲେ, ଦଳ ତାଙ୍କୁ ଜିଲ୍ଲା ପରିଷଦର ଟିକେଟ୍ ଦେଲେ, ଦଳ ତାକୁ ବ୍ଲକ ଚେୟାରମ୍ୟାନ୍ କରିବାର ସୁଯୋଗ ଦେଲେ ଏବଂ ମୁଁ ଯେଉଁଠି ଗଲି ମୋତେ ଖାଲି ବାଧା ସୃଷ୍ଟି କଲେ। ଯିଏ ବିରୋଧ କଲା, ଯାହା ଯୋଗୁଁ ଗୋଟେ MP ସିଟ୍ ବିଜୁ ଜନତା ଦଳରେ ହାରିଗଲା, ତାକୁ ଏମାନେ ପୂର୍ଣ୍ଣ ସମର୍ଥନ ଦେଲେ। ଅଥଚ ମୁଁ ଦଳୀୟ ଟିକେଟରେ ଏମଏଲଏ ହେଲି କିନ୍ତୁ ମୋତେ ଟଙ୍କା ପଇସାର ମାନେ ଟଙ୍କାଟିର ଗୁରୁତ୍ୱ ଦେଲେ ନାହିଁ, ମାନେ ମୋଟେ ଗୁରୁତ୍ୱ ଦେଲେ ନାହିଁ। ଯାହାଦ୍ୱାରା ମୁଁ ଭାବିଲି ଏଠି ରହିଲେ ମୁଁ ଆଉ କାମ କରିବା ସୁଯୋଗ ପାଇବି ନାହିଁ, ବରଂ ମୁଁ ଘର ବାହୁଡ଼ା କରିବି ଜାତୀୟ ପାର୍ଟି, ଭାରତୀୟ ଜନତା ପାର୍ଟି। ସେଠି ଗଲେ କାମ କରିବା ସ୍କୋପ୍ ମିଳିବ, ଆହୁରି ବେଶୀ କାମ କରିପାରିବି। କିଛି କାମ ରହିଯାଇଛି ଜୟଦେବରେ, ଯେମିତି ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ହେବା ଦରକାର। ଏଠି ପନିପରିବା ଚାଷ ହୁଏ, ଏଠି 2ଟି ବ୍ୟାରେଜ୍ ନିର୍ମାଣ ହେଉଛି, ଆଉ 2ଟି ବ୍ୟାରେଜ୍ ନିର୍ମାଣ ହେବା ଦରକାର। ଏଠି ଯେଉଁମାନେ ବସ୍ତିବାସୀ ଝୁପଡ଼ି ଝପଡ଼ା ଘର, ଗରିବ ଲୋକମାନଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସରକାର କରେଇ ଦେଉନି, ଫେରି ଯାଉଛି। ଗରିବମାନେ ଘର ପାଉନାହାନ୍ତି, ଘର କେମିତି ପାଇବେ ସେ ବ୍ୟବସ୍ଥା। ତା ସହିତ ଏ ଚାଷୀମାନେ 3100 ଟଙ୍କା କେମିତି ଧାନ କୁଇଣ୍ଟାଲ ପାଇବେ ଆମର ରାଜ୍ୟ ସଭାପତି ଘୋଷଣା କରିଛନ୍ତି। ସରକାର ଆସିଲେ ଆମେ 3100 ଟଙ୍କା ଧାନ କୁଇଣ୍ଟାଲ ଦେବୁ, ମହିଳାମାନଙ୍କୁ 1000 ଟଙ୍କା ମାସକୁ, ବେକାରମାନଙ୍କର କର୍ମସଂସ୍ଥାନ ଏବଂ ତା ସହିତ ଚିଟ୍ ଫଣ୍ଡରେ ଯେଉଁ ଟଙ୍କା ଠକେଇକିରି ଖାଇଛନ୍ତି ସେମାନଙ୍କଠୁ ଟଙ୍କା ଆଦାୟ କରି ସେ ଲୋକଙ୍କୁ ଫେରାଯିବ। ଏବଂ ତା ସହିତ ଜୟଦେବରେ କିଛି କିଛି ହରିଜନ ବସ୍ତିରେ କୋଠଘର ବାକି ଅଛି, କିଛି ଗାଁରେ ଟିକେ ଲାଇଟ୍ ବାକି ଅଛି। ଏସବୁ କାମ ଗୁଡ଼ାକ ଛୋଟ ମୋଟ କାମ ରହିଯାଇଛି। ଆଉ ଯେତେ ବଡ଼ ବଡ଼ କାମ ମୁଁ ସାରି ଦେଇଛି, ଯାହାକି ମୋର ଜୟଦେବ ବିକାଶ ଆମର ସଂକଳ୍ପରେ ମୁଁ ଲେଖିଦେଇଛି, ଯେଉଁଟାକି ଏବେ କହୁଥିଲି। ଯାହା ଲୋକମାନଙ୍କର ମତ, ଜୟଦେବରେ ସମସ୍ତେ ଚାହୁଁଛନ୍ତି ପରିବର୍ତ୍ତନ। ଆପଣଙ୍କ ବିରୋଧରେ ଯିଏ ଠିଆ ହେଇଛନ୍ତି, ଲଢ଼ୁଛନ୍ତି, ତାଙ୍କ ପାଇଁ କ'ଣ ଅଲଗା ଷ୍ଟ୍ରାଟେଜି କିଛି କରିଛନ୍ତି? ନା, ମୁଁ କିଛି ଅଲଗା ଷ୍ଟ୍ରାଟେଜି କରିନାହିଁ। ମୁଁ ଜାଣିଛି ଯାହା ବିଧି ବିଧାନ ସେୟା ହିଁ ହୁଏ। ପ୍ରଭୁ ଜଗନ୍ନାଥ ଶିବ ବାବା ଯାହା କରିବେ ସେୟା ହିଁ ହେବ।
ମଣିଷ ଦୈବ ଦୌଡ଼ି ମଣିଷ କାହିଁ ଯେନିକି ଟାଣେ ତେନିକି ଯାଇ ଯାହା ଭାଗ୍ୟରେ ଲେଖାଥିବ ସେଇଟା ହିଁ ହେବ। ଅରବିନ୍ଦ ଢାଲି ଗୋଟେ କିଙ୍ଗ କ୍ୟାରେକ୍ଟର, ସେ ହିଁ କ୍ରିଏଟ୍ କରନ୍ତି ସବୁ ଜିନିଷ, ଲୋକଙ୍କୁ ଗଢ଼ିବାଠୁ ଆରମ୍ଭ କରି ବହୁତ ଜିନିଷ କରିଛନ୍ତି। ସେଇ ଜିନିଷ ପ୍ରତିଫଳିତ ହୋଇକି ପୁଣି ଥରେ ବିଜୟ ହେବେ ବୋଲି ଭାବୁଛନ୍ତି? ନାଇଁ, ଯେଉଁମାନେ ଛିଡ଼ା ହୁଅନ୍ତି ସମସ୍ତେ ତ ଆଶା କରନ୍ତି ଯେ ମୁଁ ବିଜୟ ହେବି, ତେଣୁକରି କାହା ଭାଗ୍ୟରେ ହାତୀ ସୁନା କଳସ ଢାଳିବେ ସମୟ ହିଁ କହିବ, ଆମେ କହିପାରିବେ କି? ମୁଁ ବି ତ ଆଶା କରୁଛି ମୁଁ ବହୁତ ଭୋଟରେ ଜିତିବି। ଅନ୍ୟମାନେ ଯେଉଁ ଛିଡ଼ା ହେଇଛନ୍ତି ସେମାନେ କହୁଛନ୍ତି ଆମେ ଜିତିବୁ, କିନ୍ତୁ ଭାଗ୍ୟରେ କାହାର କ'ଣ ଲେଖା ଅଛି, ତକଦିରରେ କ'ଣ ଲେଖା ଅଛି ସେଟା ସମୟ ପ୍ରକାଶ କରିବ। ମେନ୍ ମୁଦ୍ଦା କ'ଣ, ମାନେ କ'ଣ କହିବେ ଆପଣ ଲୋକଙ୍କୁ ଯେ ଏଇଥିପାଇଁ ଆପଣଙ୍କୁ ଭୋଟ ଦିଅନ୍ତୁ? ଆମେ କହିବୁ ଯେ ବର୍ତ୍ତମାନ ରାଜ୍ୟରେ ସୁଶାସନ ଚାଲି ନାହିଁ, ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯାତନା ଏବଂ ତା ସହିତ ବର୍ତ୍ତମାନ ଯେଉଁ ସ୍ଥିତି ଦେଖାଯାଉଛି ଯେ ନ୍ୟାୟ କେହି ପାଇପାରୁନାହାନ୍ତି। ଏମଏଲ୍ଏ ମାନେ ମଧ୍ୟ ଅଛନ୍ତି କାହିଁ ନାହିଁ ରାଜ୍ୟରେ ଜଣାପଡ଼ୁନି, ମନ୍ତ୍ରୀମାନେ ଜଣାପଡ଼ୁନାହିଁ। ଜନଙ୍କର ନିର୍ଦ୍ଦେଶରେ ଶାସନ ଚାଲିଛି ଓଡ଼ିଶାରେ। ଯଦି ସେମାନେ କ୍ଷମତାରେ ଆସିବେ ସେ ଜଣେ ଲୋକ ହିଁ ଶାସନ କରିବ। ଏମଏଲ୍ଏ ମନ୍ତ୍ରୀ କିଛି ଅସ୍ତିତ୍ୱ ନାହିଁ ବା ରହିବ ନାହିଁ। ନାମ କେ ବାସ୍ତେ ଏମଏଲ୍ଏ ମନ୍ତ୍ରୀ ଜନତା ଦଳରେ ରହିବେ, କିନ୍ତୁ ଆଉ ସ୍ୱାଧୀନତା କାହାର ନଥିବ। ତେଣୁକରି ଆମର ମେନ୍ ମୁଦ୍ଦା ହେଲା ଯେ ଗଣତନ୍ତ୍ର ବଞ୍ଚିଯାଉ। এই বর্তমান বিজু জনতা দলের গণতন্ত্র কিছু ନାହିଁ, ଏମିତି ସର୍ବେ ବ୍ୟୁରୋକ୍ରାଟିକ୍ ଶାସନ ଚାଲିଛି, ଚାକିରିଆ ସରକାର ଚଳାଉଛନ୍ତି, ସେମିତି ହେଲେ କ'ଣ ହେବ? କିଛି ଦିନ ପୂର୍ବରୁ ଆମେ ଦେଖୁଥିଲୁ ଯେ ଆପଣଙ୍କ ପାଖକୁ ମନୁ ମନ କିଛି ଲୋକ ଆସି ମିଶିଲେ ଏବଂ ବିଜେପିରେ ଯୋଗଦାନ କଲେ, ଆପଣଙ୍କ କର୍ମ ଏବଂ ବିଜେପି ସହିତ ବହୁତ ଭଲ ପାଇବା ଦେଖି ମିଶିଥିଲେ, ତାପରେ କ'ଣ କହିବେ? ମୋ ପାଖରେ ମିଶ୍ରଣ ପର୍ବ ଘରେ କଲି 4000ରୁ ଉର୍ଦ୍ଧ୍ୱ ବିଜେଡି କର୍ମକର୍ତ୍ତା ଯେଉଁମାନେ ମୋ ସାଙ୍ଗରେ ଥିଲେ ସେ ସମୟରେ ସେ ସବୁ ଆସି ମିଶିଛନ୍ତି ଏବଂ ମୋର ଟାର୍ଗେଟ୍ ଅଛି 8000 ମିଶାଇବି। ଏବେ ମଧ୍ୟ ପଞ୍ଚାୟତରେ ମୁଁ ମିଟିଂ କଲାବେଳେ ଆସିକିରି ମିଶୁଛନ୍ତି, ମାନେ ଭୋଟିଂ ପୂର୍ବରେ 8000 ମୋ ପାଖରେ ମୋ ଦଳରେ ମିଶିଯିବ, ଭାରତୀୟ ଜନତା ପାର୍ଟିରେ ମିଶିଯିବ। ଲାଗୁଛି ଯେ ନାଇଁ ଫଳାଫଳ କେମିତି ଆସିବ? ବହୁତ ଭଲ ଆସିବ। ଓଡ଼ିଶାରେ ତ ଭାରତୀୟ ଜନତା ପାର୍ଟି ପାଖାପାଖି 100 ସିଟ୍ ନେଇ ଆସିବ ଏବଂ ଥାମ୍ପିଂ ମେଜରିଟି ସରକାର ଗଠନ କରିବ। କାରଣ ସମଗ୍ର ଓଡ଼ିଶା ଚାହୁଁଛି ପରିବର୍ତ୍ତନ। ମୁହଁରେ ସିନା କହୁଛନ୍ତି ବିଜେଡ଼ିକୁ ଦେବେ ବିଜେଡ଼ି, କିନ୍ତୁ ତାଙ୍କ ଭୋଟ ଦେଲା ବେଳକୁ ଦେଖିବେ ସେ ବିଜେପିକୁ ହିଁ ଦେଇଥିବେ। ଇଏ ଥିଲେ ଅରବିନ୍ଦ ଢାଲି, ଯିଏକି ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି ବିଜେପି ତରଫରୁ। ସେ ତାଙ୍କର ଷ୍ଟ୍ରାଟେଜି ପ୍ଲାନ୍ ବିଷୟରେ କହିଲେ, କିଭଳି ଭାବେ ସେ ଜନତାଙ୍କ ପାଖକୁ ଯିବେ ଏବଂ କ'ଣ କରିଛନ୍ତି 5 ବର୍ଷ ଭିତରେ ସେ କଥା କହିବେ ଏବଂ ଆଗାମୀ ଦିନରେ କ'ଣ କରିବା ପାଇଁ ଚାହୁଁଛନ୍ତି ସେ କଥା ମଧ୍ୟ କହିବେ। ଏହି କଥା କହି ସେ ଭୋଟ ହାତେଇବା ପାଇଁ ଚାହିଁଛନ୍ତି। ଭୁବନେଶ୍ୱର କ୍ୟାମେରା ପର୍ସନ ସୁବ୍ରତ କରଙ୍କ ସହ ଦୀପ୍ତି ପ୍ରକାଶ ରାଉତ, ସମୟ ଲାଇଭ୍। हेलो 10th एग्जामिनीज आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाइपर तेज टीएससी गुरुकुल जोग दिंतु जहाँ एकेडमिक लर्निंग पार्टनर फिजिक्स वाला सहित अनुमोदित। कॉल 9438782020।